ସୁନାମଧନ୍ୟା ଗାୟିକା ଗୀତା ପଟ୍ଟନାୟକ। ଗୀତା ପଟ୍ଟନାୟକ ସୁନାମଧନ୍ୟା ଗାୟିକା। 1954 ଡିସେମ୍ବର 10ରେ ଜନ୍ମଗ୍ରହଣ କରିଥିଲେ। ପିତାଙ୍କ ନାମ ଥିଲା ସୁରେନ୍ଦ୍ର ଚନ୍ଦ୍ର ପଟ୍ଟନାୟକ, ମାତା ହେମଲତା ପଟ୍ଟନାୟକ। ସେ ଥିଲେ ସମ୍ଭ୍ରାନ୍ତ ବଂଶଜ। ପିତା ଏଗ୍ରିକଲଚର ଇଞ୍ଜିନିୟର। ଜେଜେବାପା ଆରମ୍ଭ କରିଥିଲେ ଫୁଟବଲ ମ୍ୟାଚ୍। କଟକର ସତ୍ୟବ୍ରତ ଷ୍ଟାଡିୟମ ତାଙ୍କ ଜେଜେବାପାଙ୍କ ନାମରେ। ଗୀତାଙ୍କ ମା ତଥା ମାଉସୀ ଗୀତ ଶିଖିଥିବାରୁ ପିଲାବେଳୁ ତାଙ୍କର ଗୀତ ପ୍ରତି ଥିଲା ଆଗ୍ରହ। ରେଡିଓ ଥିଲା ତାଙ୍କ ସଙ୍ଗୀତ ଶିକ୍ଷାର ମାଧ୍ୟମ। ଲତାଜୀଙ୍କ ଗୀତ ତାଙ୍କୁ ଆକୃଷ୍ଟ କରୁଥିଲା। ସେହି ଗୀତ ଶୁଣି ସେ ଚେଷ୍ଟା କରୁଥିଲେ ଗାଇବାକୁ। ଏକଦା ପରିଚିତା ଜଣେ ଭଉଣୀଙ୍କ ସହ ଯାଇ ତାଙ୍କ ଗୁରୁଙ୍କ ପାଖରେ ଗୀତ ଗାଇ ହୋଇଥିଲେ ପ୍ରଶଂସିତା। ଆଉ ଗୀତ ପ୍ରତି ମନରେ ଜାଗିଥିଲା ଆଗ୍ରହ। ତାପରେ 1975ରେ କଟକ କଳା ବିକାଶ କେନ୍ଦ୍ରରେ ନାମ ଲେଖା। 6 ବର୍ଷ କାଳ ସଙ୍ଗୀତ ଶିକ୍ଷା, ସଙ୍ଗୀତ ଭୂଷଣ ଡିଗ୍ରୀ, ଆଉ 1971ରେ ଆକାଶବାଣୀର ସ୍ୱୀକୃତିପ୍ରାପ୍ତ କଣ୍ଠଶିଳ୍ପୀ। ଆକାଶବାଣୀର ପ୍ରଥମ ଗୀତ ଜଗବନ୍ଧୁ ପରି ଜଣେ ସାମନ୍ତ। ତାଙ୍କ ଉପରେ ଖୋକା ଭାଇଙ୍କ ଦୃଷ୍ଟି। ଗୁଣ ଚିହ୍ନେ ଗୁଣିଆ, ସୁନା ଚିହ୍ନେ ବଣିଆ। ପରଖି ନେଇଥିଲେ ଖୋକା ଭାଇ ଅକ୍ଷୟ ମହାନ୍ତି ଆଉ ଦେଇଥିଲେ ପ୍ରଥମ ଗୀତ ବିଜନେ ବଜାଏ ବେଣୁ। ତାପରଠୁ ଆରମ୍ଭ ତୃପ୍ତି ଦାସଙ୍କ ସହ ସଙ୍ଗୀତ ଯାତ୍ରା। 15 ବର୍ଷ ବୟସରେ ପ୍ରଚ୍ଛଦପଟ ଗାୟିକା ଅଦିନ ମେଘ ଚଳଚ୍ଚିତ୍ରରେ। ତାପରେ ସେଇ ଖୋକା ଭାଇଙ୍କ ଘରୁ ପ୍ରସ୍ତାବ। ଅଣଓଡ଼ିଆ ପ୍ରସ୍ତାବ ନେଇ ବାପା ଅରାଜି ହେଲେ। ଭିଣୋଇ ପ୍ରଦୋଷ ପଟ୍ଟନାୟକ, ଭଉଣୀ ଇନ୍ଦିରା ପଟ୍ଟନାୟକ ତଥା ସମସ୍ତଙ୍କ ଚାପରେ ପିତା ଦେଲେ ବିବାହ। ବାପାଙ୍କର ଚିନ୍ତା ଥିଲା ଝିଅ ସେ ଜାଗାରେ କିପରି ଚଳିବ। ହେଲେ ରାଜନୀତି ବିଜ୍ଞାନ, ଓଡ଼ିଆରେ ସ୍ନାତକ, ହିନ୍ଦୀରେ ପରିଚୟ ଡିଗ୍ରୀ ହାସଲ କରିଥିବା ଉଚ୍ଚଶିକ୍ଷିତା ଝିଅ। ସମସ୍ତେ ତାଙ୍କୁ ଲୋଭ ଦେଖାଇଥିଲେ ତାଙ୍କୁ ବିବାହ କଲେ ଗୀତ ଶିଖିବାର ସୁଯୋଗ ମିଳିବ। ଦିଲ୍ଲୀ ରେଡିଓ ତଥା ଦୂରଦର୍ଶନରେ ଗାଇବାର ସୁଯୋଗ ମିଳିବ। ତେଣୁ ସେ ବିବାହ ପାଇଁ ରାଜି ହୋଇଯାଇଥିଲେ। ଗୀତା ପଟ୍ଟନାୟକ 1988ରେ ନଭେମ୍ବର 25 ତାରିଖରେ କୃଷ୍ଣ ଗୋପାଳ ବାତ୍ରାଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ତାଙ୍କ ଘର ଥିଲା ଦିଲ୍ଲୀ, ହେଲେ ସେ ସମୟରେ ମଧ୍ୟପ୍ରଦେଶ ବିଜୟପୁରଠାରେ ଫର୍ଟିଲାଇଜର ଲିମିଟେଡର ସେ ଥିଲେ ମ୍ୟାନେଜର। ତାଙ୍କ ପରିବାର ଉଚ୍ଚଶିକ୍ଷିତ ତଥା ଉଚ୍ଚମାନ ଆଉ ଥିଲେ ସଙ୍ଗୀତ ପ୍ରେମୀ। ଆଉ ବାହାଘରର 2 ମାସ ପରେ ସେ ଚାଲି ଯାଇଥିଲେ ସ୍ୱାମୀଙ୍କ ଚାକିରି ଜାଗାକୁ। ବାହାଘର ପରେ ସଙ୍ଗୀତରେ ଡୋରି ବନ୍ଧା। ସ୍ୱାମୀ ଚାଲିଯାଆନ୍ତି ପ୍ଲାଣ୍ଟ। ଘରେ ଚାକରାଣୀ ଆଉ ମାଳି। ବ୍ୟସ୍ତ ମନ, ବ୍ୟସ୍ତ ଜୀବନ। ଗୀତ ପାଇଁ ଲେକ୍ଚରସିପ୍ ଛାଡ଼ିଥିଲେ। ମନରେ ଭାବନା, ସଙ୍ଗୀତ କ'ଣ ସବୁଦିନ ପାଇଁ ଚାଲିଯିବ? ଗୀତ ତ ଥିଲା ତାଙ୍କ ଜୀବନ। ତାପରେ ପତିଙ୍କ କମ୍ପାନୀର ଇଡିଙ୍କ ପତ୍ନୀଙ୍କ ମାଧ୍ୟମରେ କ୍ଲବ ମେମ୍ବର, ଫଙ୍କସନରେ ଗାୟନ। ଇଡିଙ୍କ ପତ୍ନୀ ପୂର୍ବୀ ଦେବୀଙ୍କ ଗଜଲ କବିତାର ଲିରିକ୍ ଫର୍ମ। ଦିଲ୍ଲୀରେ ଗୀତ ଗାଇବାର ସୁଯୋଗ, ସ୍ୱାମୀଙ୍କ ସହଯୋଗ। ଅଣଓଡ଼ିଆ ସ୍ୱାମୀ ପାଇଁ ଅନ୍ୟ ଭାଷାରେ ଦକ୍ଷତା। ସ୍ୱାମୀ ଥିଲେ ତାଙ୍କର ପ୍ରଶଂସକ ତଥା ସମାଲୋଚକ। ଗୀତ ଗାଇବା ପଛରେ ଥିଲା ସ୍ୱାମୀଙ୍କର ପ୍ରେରଣା। ସେ ଓଡ଼ିଆ, ହିନ୍ଦୀ, ରାଜସ୍ଥାନୀ, ଗୁଜରାଟୀ, ମରାଠୀ ସବୁ ଭାଷାରେ ଗୀତ ଗାଇବାରେ ଥିଲେ ଦକ୍ଷ। ଓଡ଼ିଆ ଭଜନ, ଜଣାଣ, ଚମ୍ପୁ, ଆଧୁନିକ ଗୀତ, ପଲ୍ଲୀ ଗୀତ, ସିନେ ସଙ୍ଗୀତ ସବୁ ଗାଉଥିଲେ। ସେ ନେଇ ସାଉଁଟିଥିଲେ ଅନେକ ପୁରସ୍କାର। ତାଙ୍କ ଲୋକପ୍ରିୟ ଗୀତ ଥିଲା ଯାଯାବର ସିନେମାର ଫୁରକିନା ଉଡ଼ିଗଲା ବଣି, ଆହୁତି ସିନେମାର ହୃଦୟକୁ କରିଦିଅ ପାନ୍ଥଶାଳା, ନାଗଫାସ ଚଳଚ୍ଚିତ୍ରର ନଦୀ ଫେରେ ସାଗରକୁ, ପକ୍ଷୀ ଫେରେ ନୀଳି, ଅଦିନ ମେଘ ଚଳଚ୍ଚିତ୍ରର ଏଇ ଆମରି ଗାଁ, ସଂସାର ଚଳଚ୍ଚିତ୍ରର ଆଲୋ କଳା ଶାଢ଼ୀ କିଏ ତୋର ସୁଆ, ଅକ୍ଷୟ ତୃତୀୟା ଏଇ ତାରା ଭରା ଜହ୍ନ ରାତି, ଅଶାନ୍ତ ଗ୍ରହ ସିନେମାର ବିଶ୍ୱ ଦେଖ ମଧୁମୟ। ସବୁ ଭିତରେ ସେ ଥିଲେ ଖାଣ୍ଟି ଓଡ଼ିଆଣୀ, କଟକିଆଣୀ।
ଶେଷ ସମୟ କାଟିଥିଲେ କଟକରେ ଆଉ ସମାଧି ନେଇଥିଲେ କଟକର ସତୀ ଚଉରାରେ।